he became ମାନେ concentrated towards the ideal gradually ଆସ୍ତେ ଆସ୍ତେ ତାପରେ he became a recruit କର୍ମୀ ହେଲା ତାକୁ ନିର୍ଦ୍ଦେଶ ଦେଲେ ଆଚାର୍ଯ୍ୟ ଦେବ ପୂଜ୍ୟକୁମାର ବିଭିନ୍ନ ଯା ଡିପିୱାର କରିକି ଗୋଟେ ଗାଁରେ ପହଞ୍ଚିଲେ ମେଦିନୀପୁର ଅଞ୍ଚଳ ସେ ଗାଁରେ ଯେତେବେଳେ ପହଞ୍ଚିଛନ୍ତି ଦେଖିଲେ ଗୋଟିଏ ବିଧବା ମାଆଟା ସେ ବିଧବା ମାଆ ଯେତେବେଳେ ସେ ଚାହିଁକି ବସିଛି ଦୁଆରେ ମଝି ଦେଖିଲା ହାତ ପର୍ଯ୍ୟନ୍ତ ଧୋତି ପିନ୍ଧି ଦୁଇ ଚାରି ଜଣ ଆସିଲେଣି କହିଲେ ଦାଦା ଆପଣଙ୍କର ମନ୍ଦିରକୁ ଆସିଛନ୍ତି ଆପଣଙ୍କର ଠାକୁର ପହଞ୍ଚିଲେ ନା କେମିତି ନା କାଲି ରାତିରେ କେତେ ରାତିରେ ମୁଁ ପ୍ରାର୍ଥନା କରିଛି କାଲି ରାତିରେ ପ୍ରାର୍ଥନା କରି ମୋ ଇଷ୍ଟ ଭୋଜି ଗୁଡ଼ା ରଖିଛି କ'ଣ କରିବି ଏହାକୁ ମୁଁ ତେଣୁ ଆପଣ ଦୟାକରି ଟିକେ କାହାକୁ ପଠାନ୍ତୁ ଆପଣଙ୍କୁ ପଠେଇଲେ ନା ମୋର କ'ଣ ଜାଣିଛନ୍ତି ମୋର ତିନିଟା ଜିନିଷ ପାଇଁ ମୁଁ ଆପଣଙ୍କୁ ଖୋଜୁଥିଲି ଠାକୁରଙ୍କୁ ଖୋଜୁଥିଲି ପ୍ରଥମ କଥା ହେଉଛି ସବୁ ଇଷ୍ଟଭୂତି ଦେବି କେତେ ଗୁଡ଼ା ଗଦେଇକି ଦେଲା ଇଷ୍ଟଭୂତି ଦେବି ଆଉ ମୋର ନାତିଟା ଟିକେ ଦୀକ୍ଷା ନେବ ନା ଆଉ ଗୋଟେ କ'ଣ ହବ ନା ଘରେ ଗୋଟେ ସତ୍ସଙ୍ଗ କରିବି ଲୋକ ଆଜି ଚାହିଁ ବସିଛନ୍ତି ଯେଉଁ ଲୋକର ଚାହାଣୀ ଯେଉଁ ଲୋକର କ୍ରନ୍ଦନ ଯେଉଁ ଲୋକର ଡାକରା ପୂଜ୍ୟପାଦ ଅଭିନନ୍ଦଙ୍କ ପାଖରେ ପହଞ୍ଚୁଛି ପୂଜ୍ୟପାଦ ଆଚାର୍ଯ୍ୟ ଦେବ ପାଖରେ ପହଞ୍ଚୁଛି ସେଇ ଡାକରା ସେ ଠାକୁରଙ୍କ ପାଖରେ ପହଞ୍ଚୁଛି ଆସିଲା ତିନିଟା କଥା ତାର ହେଲା ତା ଜୀବନ ପଥର ବନ୍ଧୁ ହେଲା ଆଉ ସେମିତି ଗଲେ ଆଉ ଦିନେ ଗୋଟେ ଗାଁକୁ ଯାଇଛନ୍ତି ଗୋଟେ ମାଆଟା ଘରେ ଯାଇ ପହଞ୍ଚିଲେ କହିଲେ ଆରେ ଆପଣଙ୍କ ଘରେ କିଏ ସବୁ ଦୀକ୍ଷା ନେଇଛନ୍ତି କ'ଣ ସବୁ ଖବର ସେ ବୋହୂ ମାଆଟା କହୁଛି ଦେଖ ମୋ ଶାଶୁ ଏ ଦୀକ୍ଷା ନେଇଥିଲେ ଏ ଶାଶୁ ଏସବୁ କରୁଥିଲେ ମୁଁ ସେସବୁ ଜାଣିନି ନା ଶାଶୁ କୋଉଠି ନାଇଁ ଦେଖନ୍ତୁ ତାଙ୍କୁ ପାରାଲିସିସ୍ ହେଇଛି ପୁରା ପଙ୍ଗୁ ହେଇଯାଇଛି ଶରୀରର ମୁଖ୍ୟାଂଶ ପାଟି ଟିକେ ଟିକେ ଜୟ ଏମିତି ସବୁ କହୁଛନ୍ତି ଯେତେବେଳେ ଜୟ ଗୁରୁ ଶୁଣିଲେ ହାତ ଖାଇକି ଏମିତି ଡାକିଲେ ତାଙ୍କ ପୁଅମାନେ ଯେଉଁମାନେ ସବୁ ଥିଲେ ଡାକିଲେ କହିଲେ ଇଷ୍ଟଭୂତି କଥାଟା କହିଲେ ସିଏ ମୋତେ ଇଷ୍ଟଭୂତିଟାକୁ ସେ କେଟିଦେଲା ଇଷ୍ଟଭୂତି ଏମିତି କଥା ସେ ପ୍ରେରଣା କଲେ 4-5 ମିନିଟ୍ ଭିତରେ ତାର ଆତ୍ମାଟା ବଡ଼ ଆଉ ଦିନେ ଯାଇଛନ୍ତି ଆଉ ଦିନେ ଆଚାର୍ଯ୍ୟ ଦେବଙ୍କ ନିର୍ଦ୍ଦେଶରେ ଯାଇଛନ୍ତି ଗୋଟେ ମାଆଟା ତାର ଗାଡ଼ି ଅଛି ତାର ବଙ୍ଗଳା ଅଛି ତାର ପୁଅ ଭାରି ବ୍ରିଲିଏଣ୍ଟ ଅଛି ଏବଂ ସେ ଚାହୁଁଛି ପୁଅଟା କେମିତି ଟିକେ ମେଡିକାଲ ପାଠ ପଢ଼ିବ ଆଉ ତ ସ୍ୱାମୀ ଭଲ ଚାକିରି କେମିତି ଦୀକ୍ଷା ଗ୍ରହଣ କରିବ କିନ୍ତୁ ତା ଭିତରେ କ'ଣ ହେଇଛି ସେ ରୀତିକର ଝିଅଟିଏ ସେ ସିନା ଦୀକ୍ଷା ନେଇ ତାର କ'ଣ ହେଇଛି 7 ପ୍ରକାର ରୋଗ ତାର ଡାଇବେଟିକ୍ସ ଅଛି କି ମାନେ ଥାଲାସେମିଆ ଅଛି ତାର କ'ଣ ବିଭିନ୍ନ ପ୍ରକାର 7 ପ୍ରକାର ଭୟଙ୍କର ରୋଗ ହେଇଛି ଆଉ ସେ ରୋଗଟା ଯେମିତି ସପ୍ତରଥୀ ଭଳିଆ ସେ ମାଆଟାକୁ ଘେରି ଧରିଛି କୌଣସି ମତେ ଜୀବନ ପଥକୁ ନଉନି ଯାଉଛି ମେଦିନୀପୁର ଯାଉଛି କଲିକତାରେ ବଡ଼ ବଡ଼ ପ୍ରଫେସର ଡାକ୍ତର ସେଠୁ ଯାଉଛି ହାଇଦ୍ରାବାଦ ଖାଲି ଚିଠାର ପାହାଡ଼ କିନ୍ତୁ ଯେମିତି ଚିଠା ଟଙ୍ଗା ହେଇଛି ଔଷଧ ଚିଠା କିନ୍ତୁ ସେମିତି ଦେଖିବାକୁ ତାର ଭଲ ହଉନି କ'ଣ କରିବ ଏମାନେ ପହଞ୍ଚିଲେ କର୍ମ ଯୋଉଠି ଆଦେଶରେ ଆଦେଶ ଥାଇ କିଏ ରୀତିକି ଯାଉଥିଲେ କିଏ ଗୁରୁ ଭାଇ ଯାଉଥିଲେ ଆମେମାନେ କ'ଣ ଯାଉଥିଲେ 30,000 ପାଖାପାଖି ଦୀକ୍ଷା ମୋ ମାଧ୍ୟମରେ କେଇ ଜଣକୁ ମୁଁ ଯାଇଥିଲି ବୁଝିଛି ଆଜି ପର୍ଯ୍ୟନ୍ତ ମୁଁ ଚିହ୍ନିନି ଜାଣିନି ସେଇଭଳି ସ୍ରୋତରେ ସାମିଲ ହେଇକି ହଜାର ଦୀକ୍ଷା ଆମେ ଯାଉଛୁ ପ୍ରତି ମାସରେ କହିବାର କଥା ହଉଛି ଆଉ ୱି ଅଲ୍ ଆର୍ ଡିଭୋଟର୍ସ ଆମର କହିବାର ସେଠି ସାହସ ନାହିଁ କହିବାର କଥା ହଉଛି ସେ ଯେତେବେଳେ ପହଞ୍ଚିଲେ ସେ ମାଆଙ୍କୁ ଏଇ ଅବସ୍ଥା ଶୁଣିକି କହିଲେ ମା ଆଚାର୍ଯ୍ୟ ଦେବଙ୍କ ଇଚ୍ଛା ସେ ଚାହିଁଲେ ତମ ଘରେ ଗୋଟେ ଯେ ଉପଯୋଜନା କେନ୍ଦ୍ର ହବ ସେ ମାଆଟା କହିଲା ହଁ ହବ ଉପଯୋଜନା କେନ୍ଦ୍ର ହେଲା କର୍ମୀ ନିଯୁକ୍ତି ହେଲେ ସମସ୍ତେ ଆସିଲେ କାମ କଲେ ମାଆଟା କଲା ଘର ବୁଲିଲା ମାସେ 2 ମାସ ପରେ କ'ଣ ହେଲା ଜାଣିଛନ୍ତି ତାର ଯେଉଁ ଚିଠା ଟଙ୍ଗା ହେଇଥିଲା ଏତେ ଔଷଧ ଖାଇବା ସବୁ କମି ଆସିଲା ସେ ଚିଠା ଛିଡ଼ିକି ହେଲା ତାର ଆଉ ଔଷଧ ଦରକାର ହେଲେ ଶରୀର ସୁସ୍ଥ ହେଲା ଯେଉଁ ସ୍ୱାମୀଟା ଇଷ୍ଟମୁଖୀ ହେଇପାରୁନଥିଲା ସେ ଦୀକ୍ଷା ଗ୍ରହଣ କରି ଆସି ବହୁ ମୁଗ୍ଧ ହେଇକି ଇଷ୍ଟ କାର୍ଯ୍ୟରେ କହିକି ରହିଲା ଆଉ ଯେଉଁ ପୁଅଟାକୁ ସେ ଚାହିଁଥିଲା ବିଲିଆଟା ପୁଅଟା ମେଡ଼ିକାଲ ଛାତ୍ର କରୁଛି ଗଭର୍ଣ୍ଣମେଣ୍ଟ ମେଡ଼ିକାଲ ଆଡମିସନ କ'ଣ ଠାକୁର କୃଷ୍ଣ କାଳୀ ବନମାଳୀ ସବ পেয়েছি ঠাকুর সেই প্রেমগ্ন প্রিয় পরম আগে আসিছেন সেই দিন আসিল তুমে নরতনুরে নধরে রইলে দূরে আসিল তুমে নরতনুরে নদিলা রইলা দূরে আসিলা দিয়ে পররে আসিলে দিয়ে পররে করিল দলা গোপাল ভাইଙ୍କର বড় ভাই ପୂଜ୍ୟ ନମ୍ବରଟା ତାକୁ ଆମେ ବହୁତ ସମ୍ମାନ କରିଥାଉ ତାଙ୍କରି ସୁନେଲି ଲେଖାରେ ଗୋଟିଏ ବିପଦ କଥା ଆମର ମନେ ପଡ଼ିଥାଏ ମୋର କହିବାର କଥା ହେଉଛି ସେ ଆସିଥିଲେ ମଣିଷ ପାଇଁ କହିଥିଲେ ଗୋ ନ କାଟି ତୁମେ ଆସ ତାଙ୍କର ସଦ୍ଗୁରୁ ସନାପନ୍ନ ହବ ସତନାମ ବଦନ କର ତାଙ୍କର ଭାବରେ ଭାବାୟତ ଚାଲ
ତାଙ୍କର ଇଷ୍ଟଭୂତି କର, ଯଜନ କର, ଯାଜନ କର। ତାଙ୍କର ପ୍ରାର୍ଥନା ନିତ୍ୟ ପ୍ରାତଃ ପ୍ରାର୍ଥନା ତୁମେ ଛନ୍ଦିବ। আমি সেই অবাদ পাঠ পড়িনি। অবাদ যদি পাঠ ন করে ঝিওটা যদি ମୋ ଘରର ଝିଅ ସକାଳେ ସନ୍ଧ୍ୟା ଯଦି ପ୍ରାର୍ଥନା ନ କଲା, ନାରୀର ନୀତି ଯଦି ପାଠ ନ କଲା, ଯଦି ଠାକୁରଙ୍କର ନାରୀର ନୀତି ଆଜି ପଠି ପାଠ ନ କଲା, ସେ ଝିଅଟା ଭଲ ଘରେ ବାହା ହେଲେ ସେ କ'ଣ ଠିକ ତାର ବୈବାହିକ ବନ୍ଧନଟା ଠିକ ହେଇପାରିବ? ମୋ ପୁଅଟା ଯଦି ସେଇଆ କଲା, ଆଡ଼େ ସାଡ଼େ ବୁଲିଲା, ଦିନେ ବସିଲାନି, ସିଏ ଯଦି ବହୁଟା ସାଙ୍ଗରେ ଗୋଟେ ଭଲ ସଂସାର କରିପାରିବ, ସିଏ ଆଉ କୋଉ ଘରୁ ଜାଣିକି ଲଭ୍ ମ୍ୟାରେଜ କରିକି ଆଣିକି ଝିଅଟାକୁ ଆସିବ। ଘରେ ଦି ଜଣ ଚାରି ଜଣ ମିଶିଲେ, ଯେତେବେଳେ ଲଭ୍ ଆଫେକ୍ସନ ଯୌବନ ଦୁର୍ବଳ ହେଲା, ସେତେବେଳେ ଛାଡ଼ପତ୍ର ହେବା ନାହିଁ ବସେଇ କିଛି। କିନ୍ତୁ ଠାକୁର ଚାହିଁଛନ୍ତି এই ମଣିଷର ମୌଳିକ ଚିନ୍ତାଧାରା, ମୌଳିକ ଭାବଧାରା ତାକୁ ପ୍ରାଥମିକ ଭାବରେ ଏ ଦୀକ୍ଷା ମାନେ ଜୀବନ ସେ ତୃପ୍ତଟା, ସେ କୌଶଳତା ସେ ପ୍ରାପ୍ତ ହଉ। ଯଜନ କରୁ, ଯାଜନ କରୁ, ଇଷ୍ଟଭୂତି କରୁ। ପ୍ରଜୈବ ସର୍ବକାର୍ୟେବ ସ୍ତବୈବ ଭଗବତୋକ୍ତେ। ନିଷ୍ଠା ସହକାରୀ ଜଣେ ଲୋକ ଆସିକି କହୁଛି, ପିଲାଟା କହୁଛି ମୁଁ ଏତେ ବଡ଼ ପାଠ କଲି, ମୋର ଦିନେ ଚାକିରି ବାକିରି ହେଲାନି, ଭାରି ଅଭାବରେ ଅଛି। ଆଚ୍ଛା ଦେବ କହୁଛନ୍ତି ଶୁଣ ଶୁଣ, ତୁ ଯେ ଇଷ୍ଟଭୂତି ଦେଇଛି ଦଉଛୁ, এটা খালি চান্দা ভরিয়া দৌছি, ইষ্টভূতি ভরিয়া যদি ইষ্টভূতি করুছন না, তো চাকরি কর, তো সবই হয়ে যায়। পরিবার গোটে নির্দিষ্ট নিয়ম আছে, নির্দিষ্ট সময় আছে, নির্দিষ্ট ধারা আছে, নির্দিষ্ট বিধান আছে। তাকে আমি পরম পুরুষ পরম প্রেম আপাকে দিয়েছি। মোট পরিবার কথা হচ্ছে আজের এই মধুর মঞ্জুর মুহূর্তে 4-5 দিন ধরিকি খালি জগৎসিংহপুর সৎসঙ্গ বিহার অনুকূলে হউনি। আজ সকালে মু যাইଥିଲି পটা মন্দিরে, দিনের গোটা ଥିଲା ସେଉକୁ ଆସିଲି। ସକାଳୁ ଅନୁଗୁଳ ମୁଁ ଆସିଲି। ମୁଁ ଆଜି ସବୁ ଜାଗାରେ ଦେଖୁଛି ସମଗ୍ର ବିଶ୍ୱ ଯେପରି କୁଏତ କୁହନ୍ତୁ, ରଷିଆ ବା ଆମେରିକା କୁହନ୍ତୁ, ଲଣ୍ଡନ କୁହନ୍ତୁ, ଶହ ଶହ ଗୁରୁ ଭାଇମାନେ ଯୋଉ ଯୋଉ ଜାଗାରେ ଅଛନ୍ତି, ସମସ୍ତେ ଆଜି ଏଇ ଭାବରେ ଭଗବାନ ନିର୍ଦ୍ଦିଷ୍ଟ ହେବା କାରଣ ଇଷ୍ଟ ଠାକୁର ପଞ୍ଛେନ୍ନ ଆସନ୍ତୁ ଆଜି ଏ ମଧୁର ମନ୍ଦିର ରତ୍ନରେ। এই ভাদ্র মাস এক মধুর মাস, শ্রাবণ মাস গলা, সবু মা মানে দল দলে রহিলে, যে দূরে রহিলা সে দূরে রহিগলা, যে আসিলা সে দেখিলা, সে মা মানে দল দলে আসুଛନ୍ତି ভাদ্র পরিক্রমা ভিতর দেই। যেতে অপান্ত মଣିଷ କରି ସାମିଲ ହେବେ, ସେଇ ସାମିଲ ଆସରେ ପୂଜ୍ୟ ପାଶି ଦାଦା ୟାକୁ ସବୁ ଆରମ୍ଭ କରିବେ। ଆମେ ତାକୁ ବୁଝିବା, ଜାଣିବା, ଆଗରୁ ବୁଝିବା, ପରିବାର ଭିତରେ ଟିକେ ଟିକେ ବୁଦ୍ଧିମତ କରିବା, କଷ୍ଟ ଆସିଲେ ଆମେ ତାକୁ କମ୍ପ୍ରମାଇଜ କରିବା, ଆଡଜଷ୍ଟ କରିବା। ଆମ ଭିତରେ ଯେମିତି ନେଗେଟିଭ ଅବସ୍ଥା, ନିନ୍ଦା, ବର୍ଷନା, ଗାଳି, ତାକୁ ବହୁ କଥାକୁ ଠାକୁର ସହିତରେ ଆମେ ମଧ୍ୟ ସହିକି ଚାଲିବା। ଶେଷରେ ପୁଣିଥରେ ଯେ ଅତ୍ୟନ୍ତ ଭକ୍ତପ୍ରାଣ ବିଭୂତି ଭାଇ, ତାଙ୍କ ପରିବାର ପରିବେଶ ଆପଣମାନଙ୍କ ସମସ୍ତଙ୍କର ଇଷ୍ଟୀକୃତ ସୁଦୀର୍ଘ ଜୀବନ ପ୍ରାର୍ଥନା କରୁଛି। ଆଉ ସମସ୍ତେ ଆଧାର କାର୍ଡ ଶୀଘ୍ର ଦେଇ ଦିଅନ୍ତୁ, ସମସ୍ତେ ଡିପୁଆଟା ସାମିଲ ହୁଅନ୍ତୁ। ରୋଗ ଶୋକ ବ୍ୟାଧି ଦ୍ୱାରା ଦୂରେ ଫଲା ଦ୍ୱାରା ବନ୍ଦେ।